ओम न च मांगतानि कर्माणि निबध्वन्ति धनंजय उदासीन वदासीन मसक्तं तेषु कर्मसु। हे अर्जुन, मु से सबु कर्मरे अनासक्त ओ उदासीन सदृश अवस्थान करिथिबारु मते अर्थात परमात्मा को से सबु कर्म बांधती नहीं। से सबु कर्म केउ कही केउ कर्म मानंकु लक्ष्य करा जायछि तथा सेथिरे भगवान अनासक्त ओ उदासीन सदृश रहंती कहिले कौन बुझा जाए। सारा जगतर उत्पत्ति पालन ओ संहार प्रभृति पाई भगवानंक द्वारा जते चेष्टा हुए, जेउ मानंक वर्णना पूर्व श्लोक मानंकरे संक्षेपरे करा जाइछि, से सबु कर्म द्वारा एठारे सेई सबु चेष्टा को लक्ष्य करा जाइछि। से सबु कर्मरे बा से सबुर फलरे भगवानंकर कौनसी प्रकार रे आसक्ति न हेबा ही सी अनासक्त हेबा एवं केवल अदक्ष मात्र होई प्राणी मानंकर गुण कर्मानुसारी सेमानंकर उत्पत्ति आदि निमंते प्रकृति द्वारा करा जाउथिबा चेष्टारे कर्तृत्व विमानरु तथा पक्षपातरु रहित होई लिलिप्त रहिबा ही से सबु कर्मरे उदासीन सदृश रहिबा। भगवान निजको आसक्ति रहित ओ उदासीन सदृश स्थित होई उदासीन सदृश स्थिति बोली एवं से सबु कर्म मते बांधती नाही बोली जहा कहिसंती ताहार अभिप्राय कौन? एहा द्वारा भगवान देखाइछंती जे कर्म ओ तार फल रे आसक्त न होबा जोगु एवं सेथिरे कर्तृत्वाभिमान ओ पक्षपात न रखिबा जोगु सेई कर्म माने तांकु बांधती नाही। अन्य लोकंक पाई मध्य जन्म मृत्यु हर्ष शोक और सुख दुख आदि कर्म फल रूपक बंधन रु मुक्ति पाइबार या ही सरल उपाय। जेउ मनुष्य यही तत्व बुझी एपरी कर्तृत्वाभिमान रु ओ फलाशक्ति रहित होई कर्म करंती से अनाशय कर्म बंधन रु मुक्त होई जाती। उदासीन बदासीन पद द्वारा भगवान ठारे जो कर्तापनर भाव देखाई दिया गला वर्तमान ता स्पष्ट करने को कहउचंदी। ओम नमो भगवते वासुदेवाय ओम परमात्मने नमः। ओम मया दक्षेण प्रकृति श्रूयते सचराचरम् हेतुनानेन कौन्तेय जगत विपरिवर्तते। हे अर्जुन, अदक्ष रूपी मोर शक्ति ओ सहायतार प्रकृति चराचर सहित समस्त जगत को सृष्टि करे एवं सेई हेतु ही संसार चक्र घुरी चलीची। ओम नमो भगवते वासुदेवाय ओम परमात्मने नमः। मया पद सह अध्यक्षेण विशेषण देवार अभिप्राय कौन? यह द्वारा भगवान कहउचंती जगतर चनादि कार्य परिवारे मु केवल निज प्रकृति को सत्ता और स्मृति देउथिबा अधिष्ठाता रूपे रहे एवं अधिष्ठाता रूपक मो ठारू सत्ता और स्मृति
ପାଇ ମୋର ପ୍ରକୃତି ହିଁ ଜଗତର ଚରାନାଦି ସମସ୍ତ କ୍ରିୟା କରେ। ଭଗବାନଙ୍କ ଅଧ୍ୟକ୍ଷତାରେ ପ୍ରକୃତି ସଚରାଚର ଜଗତକୁ କିପରି ଉତ୍ପନ୍ନ କରେ, କୃଷକ ଯେପରି ତାର ଦକ୍ଷତାରେ ପୃଥିବୀ ସହିତ ବୀଜର ସମ୍ବନ୍ଧ କରିଦିଏ ଓ ପୃଥିବୀ ସେଇ ବୀଜ ଅନୁସାରେ ଭିନ୍ନ ଭିନ୍ନ ଉଦ୍ଭିଦ ଉତ୍ପନ୍ନ କରେ, ଭଗବାନ ସେହିପରି ତାଙ୍କ ଦକ୍ଷତାରେ ଚେତନ ସମୂହ ରୂପୀ ବୀଜର ସମ୍ବନ୍ଧ ପ୍ରକୃତି ରୂପୀ ଭୂମି ସହିତ କରିଦିଅନ୍ତି। ଏପରି ଭାବରେ ଜଡ଼ ଚେତନାର ସଂଯୋଗ କରିଦେବାରୁ ଏହି ପ୍ରକୃତି ସମସ୍ତ ଚରାଚର ଜଗତକୁ କର୍ମାନୁସାରେ ଭିନ୍ନ ଭିନ୍ନ ଯୋନିରେ ଉତ୍ପନ୍ନ କରିଥାଏ। ଏହି ଦୃଷ୍ଟାନ୍ତ କେବଳ ବୁଝାଇବାକୁ ଦିଆଯାଇଛି। ବସ୍ତୁତଃ ଏହି ଦୃଷ୍ଟାନ୍ତ ଭଗବାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, କାରଣ କୃଷକ ଅଳ୍ପଜ୍ଞ, ଅଳ୍ପ ଶକ୍ତି ସମ୍ପନ୍ନ ଓ ଏକଦେଶୀୟ ତଥା ସିଏ ତାର ଶକ୍ତି ଦେଇ ଭୂମିରୁ କିଛି ବି ଉତ୍ପାଦନ କରି ନପାରେ, କିନ୍ତୁ ଭଗବାନ ତ ସର୍ବଜ୍ଞ, ସର୍ବଶକ୍ତିମାନ ଓ ସର୍ବବ୍ୟାପୀ ଓ ତାଙ୍କରି ଶକ୍ତି ତଥା ସତ୍ତା ସ୍ମୃତି ପାଇଁ ହିଁ ପ୍ରକୃତି ସମ୍ପୂର୍ଣ୍ଣ ଜଗତକୁ ଉତ୍ପନ୍ନ କରେ। ସେହି ହେତୁ ଏହି ସଂସାର ଚକ୍ର ଘୁରୁଛି କହିବାର ଅଭିପ୍ରାୟ କ'ଣ? ଏହା ଦ୍ୱାରା ଭଗବାନ କହିଦେଇଛନ୍ତି ମୋର ଅଦକ୍ଷତା ଓ ପ୍ରକୃତିର କର୍ତ୍ତୃତ୍ୱ ଏହି ଦୁଇଟି ଦ୍ୱାରା ସଚରାଚର ସମସ୍ତ ଜଗତର ଉତ୍ପତ୍ତି, ସ୍ଥିତି ଓ ସଂହାର ଆଦି ସମସ୍ତ କ୍ରିୟା ହେଉଛି। ଚତୁର୍ଥ ଅଧ୍ୟାୟର 13 ଶ୍ଲୋକରେ ଏବଂ ଏହି ଅଧ୍ୟାୟର 8ମ ଶ୍ଲୋକରେ ଭଗବାନ କହିଛନ୍ତି, ମୁଁ ସେଇ ଭୂତମାନଙ୍କୁ ଭିନ୍ନ ଭିନ୍ନ ରୂପରେ ରଚନା କରେ। ଏବଂ ଏହି ଶ୍ଲୋକରେ କହୁଛନ୍ତି, ଚରାଚର ପ୍ରାଣୀମାନଙ୍କ ସହିତ ସମସ୍ତ ଜଗତକୁ ପ୍ରକୃତି ରଚନା କରେ। ଏପରି ଦୁଇ ପ୍ରକାର ବର୍ଣ୍ଣନାର ଅଭିପ୍ରାୟ କ'ଣ? ଯେଉଁଠି ଭଗବାନ ନିଜକୁ ଜଗତର ସୃଷ୍ଟିକର୍ତ୍ତା ବୋଲି କହିଛନ୍ତି, ସେଠାରେ ବୁଝିବା ଉଚିତ ଯେ ପ୍ରକୃତରେ ଭଗବାନ ନିଜେ କିଛି କରନ୍ତି ନାହିଁ। ସେ ନିଜ ଶକ୍ତି ରୂପୀ ପ୍ରକୃତିକୁ ଗ୍ରହଣ କରି ତାହାରି ଦ୍ୱାରା ଜଗତକୁ ରଚନା କରାନ୍ତି। ଏବଂ ଯେଉଁଠି ପ୍ରକୃତି ସୃଷ୍ଟିର ରଚନାଦି କାର୍ଯ୍ୟ କରେ ବୋଲି କୁହାଯାଇଛି, ସେଠାରେ ବୁଝିବା ଉଚିତ ଯେ ଭଗବାନଙ୍କ ଦକ୍ଷତାରେ ତାଙ୍କ ଠାରୁ ସତ୍ତା ସ୍ମୃତି ପାଇ ହିଁ ପ୍ରକୃତି ସବୁକିଛି କରେ। ଯେତେବେଳେ ଯାଏ ତାଙ୍କୁ ଭଗବାନଙ୍କ ଆଶ୍ରୟ ବା ସାହାଯ୍ୟ ମିଳେ ନାହିଁ, ସେତେବେଳେ ଯାଏ ଜଡ଼ ପ୍ରକୃତି କିଛି ବି କରିପାରେ ନାହିଁ। ତେଣୁ 8ମ ଶ୍ଲୋକରେ କହିଛନ୍ତି, ମୁଁ ମୋ ନିଜ ପ୍ରକୃତିକୁ ଗ୍ରହଣ କରି ଜଗତକୁ ରଚନା କରୁଛି। ଏବଂ ଏହି ଶ୍ଲୋକରେ କହିଛନ୍ତି, ମୋର ଅଦକ୍ଷତାରେ ପ୍ରକୃତି ଜଗତ ରଚନା କରେ। ବସ୍ତୁତଃ ଉଭୟ ପ୍ରକାର ଭକ୍ତି ଦ୍ୱାରା ଗୋଟିଏ ତତ୍ତ୍ୱ ହିଁ ବୁଝାଇ ଦିଆଯାଇଛି। ନିଜର ପ୍ରତିଜ୍ଞାନୁସାରେ ବିଜ୍ଞାନ ସହିତ ଜ୍ଞାନ ବର୍ଣ୍ଣନା କରୁ କରୁ ଭଗବାନ 4ଥରୁ 6ଠ ଶ୍ଲୋକ ଯାଏ ପ୍ରଭାବ ସହିତ ସଗୁଣ ନିରାକାର ସ୍ୱରୂପରେ ତତ୍ତ୍ୱ ବୁଝାଇଲେ। ପୁଣି 7ମରୁ 10ମ ଯାଏ ସୃଷ୍ଟି ରଚନା ଆଦି ସମସ୍ତ କର୍ମରେ ନିଜର ଅସଙ୍ଗତା ଓ ନିର୍ବିକାରତା ଦେଖାଇ ସେ ସବୁ କର୍ମର ଦିବ୍ୟତାର ତତ୍ତ୍ୱ ବୁଝାଇଲେ। ବର୍ତ୍ତମାନ ନିଜ ସଗୁଣ ସାକାର ରୂପର ମହତ୍ୱ, ତାହାର ଭକ୍ତିର ପ୍ରକାର ଏବଂ ତାର ଗୁଣ ଓ ପ୍ରଭାବର ତତ୍ତ୍ୱ ବୁଝାଇବା ପାଇଁ ଆଗ 2ଟି ଶ୍ଲୋକରେ ସେହି ରୂପର ପ୍ରଭାବ ଜାଣୁ ନଥିବା ଅସୁର
ପ୍ରକୃତିର ମନୁଷ୍ୟ ମାନଙ୍କୁ ନିନ୍ଦା କରୁଛନ୍ତି। ଓଂ